ନା ମୁଁ ଶୁଭ ନା ମୁଁ ଅଶୁଭ, ନା ତ ମୁଁ ଦେହ ନା ତ ମୁଁ ମନ, ନା ମୁଁ ନୀତି ନା ମୁଁ ଅନୀତି, ନା ମୁଁ ପାପ ନା ମୁଁ ପୁଣ୍ୟ, ନା ମୁଁ ସ୍ୱର୍ଗ ନା ମୁଁ ନର୍କ, ମୁଁ ଖାଲି ସାକ୍ଷୀ ଅବା ଦ୍ରଷ୍ଟା ମାତ୍ର। ଗୌତମ ବୁଦ୍ଧ କହନ୍ତି, ଆସ ଦେଖ ତାପରେ ମାନ, ଆଗେ ମାନିବା ଆବଶ୍ୟକ ନାହିଁ। ଆଗେ ଦେଖ, ଆଉ ଯିଏ ଦେଖିନେଲା ତାକୁ ମାନିବାକୁ ହିଁ ପଡ଼ିଥାଏ। ଆମ ଶ୍ୱାସ ଅନେକ ଅର୍ଥରେ ମହତ୍ତ୍ୱପୂର୍ଣ୍ଣ ଅଟେ। ଆପଣମାନେ ଦେଖିଥିବେ, କ୍ରୋଧରେ ଶ୍ୱାସ ଗୋଟେ ପ୍ରକାର ଚାଲିଥାଏ, କରୁଣାରେ ଆଉ ଗୋଟେ ପ୍ରକାର ଚାଲିଥାଏ, ଦୌଡ଼ିଲା ବେଳେ ଆଉ ଗୋଟେ ପ୍ରକାର ଚାଲିଥାଏ, ଆସ୍ତେ ଆସ୍ତେ ଚାଲିବା ସମୟରେ ଆଉ ଗୋଟେ ପ୍ରକାର ଶ୍ୱାସ ଚାଲିଥାଏ। ଯେତେବେଳେ ଆମେ ଚିନ୍ତାରେ ଭରିଥାଉ ସେତେବେଳେ ଶ୍ୱାସ ଆଉ ଗୋଟେ ପ୍ରକାର ଚାଲିଥାଏ, ଆଉ ଯେତେବେଳେ ଆମେ ଶାନ୍ତ ଥାଉ ସେତେବେଳେ ଶ୍ୱାସ ଆଉ ଗୋଟେ ପ୍ରକାର ଚାଲିଥାଏ। ଶ୍ୱାସ ଆମ ଭାବନା ସହିତ ଯୋଡ଼ି ହୋଇଥାଏ। ଶ୍ୱାସକୁ ବଦଳାଇଲେ ଭାବନା ବଦଳିଯିବ ଓ ଭାବନାକୁ ବଦଳାଇଲେ ଶ୍ୱାସ ବଦଳିଯିବ। ଟିକେ ଲକ୍ଷ୍ୟ କରିବେ, ଯେତେବେଳେ ଆମକୁ କ୍ରୋଧ ଆସେ ସେହି ସମୟରେ ଶ୍ୱାସକୁ ସ୍ଥିର ରଖିବା ଓ ଶାନ୍ତ ରଖିବା। ଦେଖିବେ ଆମେ କ୍ରୋଧ କରିପାରିବା ନାହିଁ। କ୍ରୋଧ ଉଠିବ କିନ୍ତୁ ପଡ଼ିଯିବ। ପ୍ରଥମେ ଆମେ ଆଖି ବନ୍ଦ କରି ଆମର ଶ୍ୱାସ ଯେମିତି ଚାଲୁଛି ତାକୁ ବସିକି ଦେଖିବା। ଶ୍ୱାସକୁ ଜୋରରେ ୟା ଧୀରେ କରିବା ନାହିଁ, ଯେମିତି ଶ୍ୱାସ ଚାଲୁଛି ସେମିତି ହିଁ ତାକୁ ଦେଖିବା। ଯେମିତି ରାସ୍ତା କଡ଼ରେ ବସିକି ଯିବା ଆସିବା ଯାତ୍ରୀମାନଙ୍କୁ ଆମେ ଦେଖୁ, ଠିକ୍ ସେହିପରି ଶ୍ୱାସକୁ ମଧ୍ୟ ଦେଖିବା। ଶ୍ୱାସକୁ ବଦଳାଇବା ଚେଷ୍ଟା କରିବା ନାହିଁ, ଖାଲି ସ୍ଥିର ହୋଇ ଶ୍ୱାସକୁ ଦେଖିବା। ଶ୍ୱାସକୁ ଦେଖିବା କ୍ଷଣି ଶ୍ୱାସ ଆହୁରି ଶାନ୍ତ ହୋଇଯାଏ ଓ ବିଚାର ମଧ୍ୟ ଆସିଲେ ତାକୁ ବି ବସି ଆମେ ଦେଖିବା। ଭଲ ବିଚାର ହେଉ ଅବା ଖରାପ ବିଚାର ହେଉ, ଖାଲି ଦେଖିବା। ଯେମିତି ରାସ୍ତାରେ ବହୁତ ଭିଡ଼ ଅଛି, ଗୋଟିଏ ଉଚ୍ଚ ସ୍ଥାନରେ ଛିଡ଼ା ହୋଇକି ସାକ୍ଷୀ ଭାବେ ଦେଖିଥାଉ ଶାନ୍ତିରେ, କାରଣ ଆମେ ସେ ଭିଡ଼ର ଅଂଶ ନୁହଁ। ଆମ ନାକର ଅଗ୍ରଭାଗକୁ ଦେଖିବା। ଶ୍ୱାସ ଭିତରକୁ କେମିତି ଆସୁଛି ଅନୁଭବ କରିବା। ଶ୍ୱାସ ଭିତରକୁ ଗଲେ ଆମ ଛାତିର ଫୁଲିବା ଅନୁଭବ କରିବା। କିଛି ସମୟ ରହିଲା ପରେ ପୁଣି ଶ୍ୱାସ ବାହାରକୁ ଆସିଲା, ଆମ ଛାତି କେମିତି ସିକୁଡ଼ିବାକୁ ଲାଗିଲା ତାହାକୁ ଅନୁଭବ କରିବା। ପୁଣି ଶ୍ୱାସ କିପରି ଆମ ନାସାପଟରୁ ବାହାରକୁ ଯାଉଛି, ଗରମ ଶ୍ୱାସ କିପରି ଆମ ନାସାପଟରୁ ବାହାରକୁ ଗଲା ଏହାକୁ ଅନୁଭବ କରିବା। ପୁଣି ନୂଆ ଶ୍ୱାସ ଆସିଲା, ଶ୍ୱାସ କିପରି ଭିତରକୁ ଆସିଲା ଓ କିପରି ବାହାରକୁ ଗଲା ଏହାକୁ ଚୁପଚାପ ବସିକି ଦେଖିବା। କିଛି କରିବା ନାହିଁ, ଖାଲି ବସିକି ଦେଖିବା। ଏହାକୁ ଦେଖିଲେ କ'ଣ ହେବ? ଏହାକୁ ଦେଖିଲେ ଅପୂର୍ବ ହେବ। ଏହାକୁ ଦେଖୁ ଦେଖୁ ମୁଁ ଦେହ ନୁହେଁ ପ୍ରତ୍ୟକ୍ଷ ଜଣାପଡ଼ିଯାଏ। ଏହାକୁ ଦେଖୁ ଦେଖୁ ମୁଁ ମନ ବି ନୁହଁ ସ୍ପଷ୍ଟ ଅନୁଭବ ହୋଇଯାଏ। ଶେଷ ଅନୁଭବ ହୋଇଥାଏ ଯେ ମୁଁ ଶ୍ୱାସ ବି ନୁହଁ। ତାହେଲେ ମୁଁ କିଏ? ଏହା ତମେ ଜାଣିଯିବ। ସେଥିପାଇଁ ଗୌତମ ବୁଦ୍ଧ କହନ୍ତି, ତମେ ପ୍ରଥମେ ଈଶ୍ୱରଙ୍କୁ ମାନ ନାହିଁ, କାରଣ ଦର୍ଶନ ତମକୁ ପରମାତ୍ମାଙ୍କ ସହ ଏକାକାର କରିଦିଏ।